ଜୀବକୋଷରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଟିସୁ ବିଷୟରେ ଜାଣିବା। ଜାଣନ୍ତି ଜୀବକୋଷ ହେଉଛି ଜୀବ ଶରୀରର ଗାଠନିକ ଓ କାର୍ଯ୍ୟର ଏକକ। ଏକକୋଷୀ ଜୀବମାନଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକ୍ରିୟା ଯଥା ଖାଦ୍ୟ ଗ୍ରହଣ, ଚଳନ, ଶ୍ୱସନ, ପ୍ରଜନନ ଇତ୍ୟାଦି କାର୍ଯ୍ୟ ଗୋଟିଏ କୋଷ ଦ୍ୱାରା ହିଁ ସମ୍ପାଦିତ ହୋଇଥାଏ। ଉଦାହରଣ ନେଇପାରିବା ଆମେ ଏମିବାର ଜୀବକୋଷ। କିନ୍ତୁ ବହୁକୋଷୀ ଜୀବମାନଙ୍କ କ୍ଷେତ୍ରରେ ଏସବୁ କାର୍ଯ୍ୟ ବିଭିନ୍ନ ଅଙ୍ଗ ସଂସ୍ଥାନ ଦ୍ୱାରା ସମ୍ପାଦିତ ହୋଇଥାଏ। ଗୋଟିଏ ଅଙ୍ଗ ସଂସ୍ଥାନରେ ବିଭିନ୍ନ ଅଙ୍ଗ ସବୁ ରହିଥାଏ ଏବଂ ଗୋଟିଏ ଗୋଟିଏ ଅଙ୍ଗ ଏକାଧିକ ପ୍ରକାର ଟିସୁକୁ ନେଇ ଗଠିତ ହୋଇଥାଏ। ତେଣୁ ଜୀବ ଶରୀରର ସଂଗଠନ ଜାଣିବାକୁ ହେଲେ ଆମକୁ ଟିସୁ ସ୍ତରର ସଂଗଠନ ବିଷୟରେ ଜାଣିବାକୁ ହେବ। ପ୍ରଥମେ ଆମେ ଜାଣିବା ଟିସୁର ସଂଜ୍ଞା। ବୈଜ୍ଞାନିକ ଫାହାଙ୍କ ମତରେ ସମଜାତୀୟ କୋଷରୁ ଉତ୍ପନ୍ନ ଓ ଏକ ପ୍ରକାରର କାର୍ଯ୍ୟ ସମ୍ପାଦନ କରୁଥିବା କୋଷମାନଙ୍କର ସମାହାରକୁ ଟିସୁ କୁହାଯାଏ। ତେଣୁ ଗୋଟିଏ ଟିସୁର କୋଷଗୁଡ଼ିକ ସମଜାତ ଓ ସମଗଠନ ବିଶିଷ୍ଟ ତଥା ସେସବୁ ଗୋଟିଏ ପ୍ରକାର କାର୍ଯ୍ୟ ସମ୍ପାଦନରେ ନିୟୋଜିତ ହୋଇଥାନ୍ତି। ଆମେ ଜାଣିଛନ୍ତି ଉଦ୍ଭିଦ କୋଷ ଓ ପ୍ରାଣୀ କୋଷ ମଧ୍ୟରେ ପାର୍ଥକ୍ୟ ରହିଛି। ତେଣୁ ଉଦ୍ଭିଦ ଟିସୁ ଓ ପ୍ରାଣୀ ଟିସୁ ମଧ୍ୟରେ ମଧ୍ୟ ପାର୍ଥକ୍ୟ ରହିଛି। ଉଦ୍ଭିଦ ଟିସୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ ଯଥା ମେରିଷ୍ଟେମାଟିକ୍ ଟିସୁ ଓ ସ୍ଥାୟୀ ଟିସୁ। ଉଦ୍ଭିଦ ଟିସୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ ଯଥା ମେରିଷ୍ଟେମାଟିକ୍ ଟିସୁ ଓ ସ୍ଥାୟୀ ଟିସୁ। ଯେଉଁ ଟିସୁର କୋଷଗୁଡ଼ିକ ବିଭାଜନକ୍ଷମ ସେ ଟିସୁକୁ ମେରିଷ୍ଟେମାଟିକ୍ ଟିସୁ କୁହାଯାଏ ଏବଂ ମେରିଷ୍ଟେମାଟିକ୍ ଟିସୁ ଥିବା ସ୍ଥାନକୁ ମେରିଷ୍ଟେମ୍ କୁହାଯାଏ। ସେହିଭଳି ଯେଉଁ ଟିସୁର କୋଷଗୁଡ଼ିକ ବିଭାଜନକ୍ଷମ ନୁହନ୍ତି ସେ ଟିସୁକୁ ସ୍ଥାୟୀ ଟିସୁ ବା ପରମାନେଣ୍ଟ ଟିସୁ କୁହାଯାଏ। ମେରିଷ୍ଟେମାଟିକ୍ ଟିସୁର ଲକ୍ଷଣ। ମେରିଷ୍ଟେମାଟିକ୍ ଟିସୁର କୋଷଗୁଡ଼ିକ ଛୋଟ ଓ ଜୀବନ୍ତ। ସେ କୋଷଗୁଡ଼ିକର ବିଭାଜନ କ୍ଷମତା ଜୀବନ ସାରା ରହିଥାଏ। କୋଷଗୁଡ଼ିକ ସାଧାରଣତଃ ଆୟତାକାର ଓ କୋଷ ଭିତରେ ଅନ୍ତଃକୋଷୀୟ ସ୍ଥାନ ନଥାଏ। ତେଣୁ ଏ କୋଷଗୁଡ଼ିକ ପରସ୍ପର ସହ ସଂଯୁକ୍ତ ଅବସ୍ଥାରେ ଥାନ୍ତି। ଏହିସବୁ ଟିସୁର କୋଷଗୁଡ଼ିକ କୋଷ ଭିତ୍ତି ପତଳା ଏବଂ କୋଷଗୁଡ଼ିକରେ କୋଷ ଜୀବକ ଭରି ହୋଇ ରହିଥାଏ। ନ୍ୟଷ୍ଟି ସ୍ପଷ୍ଟ ଭାବରେ ଦେଖାଯାଏ। କୋଷରେ ରସଧାନୀ ଛୋଟ ଆକାରର ଥାଏ। ଅନ୍ତର୍ଜୀବକୀୟ ଜାଲିକା, ମାଇଟୋକଣ୍ଡ୍ରିଆ, ଲବକ ଆଦି କୋଷ ଅଙ୍ଗିକା ପ୍ରାରମ୍ଭିକ ଅବସ୍ଥାରେ ଥାଏ। ଏହି କୋଷଗୁଡ଼ିକ ବିଭାଜନକ୍ଷମ ହୋଇଥିବାରୁ କୋଷଗୁଡ଼ିକର ବିପାଚନ ପ୍ରକ୍ରିୟା ଖୁବ୍ ତୀବ୍ର ହୋଇଥାଏ।